ମୋହନାରେ ଗୋରୁ ବେପାରୀଙ୍କ କବଳରୁ ଉଦ୍ଧାର ହେଲା ଷଣ୍ଢ। ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମା କୋର୍ଟ ପଛପାଖରେ ଗୋରୁ ହାଟ ହୁଏ। ଏହି ହାଟକୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବରଗଡ଼ ଅଞ୍ଚଳର ବେପାରୀମାନେ ଶହ ଶହ ଗାଈ ଗୋରୁ ଆଣି ବିକ୍ରି କରିଥାନ୍ତି। ଏହି ହାଟରୁ ଗୋରୁମାନଙ୍କୁ କଂସେଇଖାନାକୁ ନେଇ ମାରିବାର ବହୁ ସମୟରେ ଦେଖିବାକୁ ମିଳେ। କିନ୍ତୁ କିଛିଦିନ ହେବ ଏହି ହାଟରେ ଷଣ୍ଢମାନଙ୍କୁ ଆଣି ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ବୁଧବାର ଦିନ ସୋରଡ଼ା ଅଞ୍ଚଳର ସୌଭାଗ୍ୟ ନାମକ ଏକ ବ୍ୟକ୍ତି ଏକ ଷଣ୍ଢକୁ ଆଣି ମୋହନା ହାଟରେ ବିକ୍ରି କରୁଥିବା ବେଳେ ମୋହନାର କିଛି ଯୁବକ ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଯୁବକମାନେ ମୋହନା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସଙ୍କ ଉପସ୍ଥିତିରେ ଷଣ୍ଢକୁ ଉଦ୍ଧାର କରିଥିଲେ ଯୁବକମାନେ। ଷଣ୍ଢକୁ ଉଦ୍ଧାର ପରେ ଚନ୍ଦନ ସିନ୍ଦୁର ଫୁଲମାଳ ପକାଇ ବିଭିନ୍ନ ଖାଦ୍ୟ ଦେଇ ମୋହନା ବଜାରରେ ଛାଡ଼ି ଦିଆଯାଇଛି। ମୋହନାର ଯୁବକମାନେ ଉକ୍ତ ଷଣ୍ଢର ନାମ ବଳିଆ ବୋଲି ମଧ୍ୟ ନାମକରଣ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏକ ଷଣ୍ଢକୁ କଂସେଇଖାନାରୁ ଉଦ୍ଧାର କରାଯାଇଥିଲା। ତେବେ ମୋହନା ଅଞ୍ଚଳବାସୀଙ୍କ ଦାବି ରହିଛି ମୋହନାରୁ ଗୋରୁହାଟ ଶୀଘ୍ର ବନ୍ଦ କରାଯାଉ, ନଚେତ ଆଗାମୀ ଦିନରେ ଏହି ଘଟଣାକୁ ନେଇ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି।